जय जगन्नाथ स्वामी की, जय जगन्नाथ स्वामी की, जय जगन्नाथ स्वामी की। जय श्री राम, जय श्री राम। नीलाचल निवासाय नित्य योग परमात्मने बलभद्र सुभद्राभ्यो जगन्नाथाय नमः, जगन्नाथाय नमः, जगन्नाथाय नमः। भक्ततुंड महाकाय ସବୁଠାରୁ ବଡ଼ କଥା ଆପଣ ମାନେ ଜାଣିଥିବେ ଗୋଟେ ଯାତ୍ରା ଅନୁଷ୍ଠାନ କରିବା ପାଇଁ ହେଲେ ଆଜ୍ଞା ମ୍ୟାକ୍ସିମମ୍ କେତେ କୋଟି ଟଙ୍କା ଦରକାର? ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଦରକାର 5 କୋଟି ପରେ ଆଜ୍ଞା। ମୋ ପାଖରେ 5 ଟଙ୍କା ନଥିଲା ମୁଁ ଯାତ୍ରାକୁ ବନ୍ଦ କଲି ଆଜ୍ଞା, ନିର୍ଦ୍ଧାରିତ କଲି ଏବଂ ଆରମ୍ଭ କଲି। ସର୍ବପ୍ରଥମେ କିଛି କମିଟି ଭାଇମାନେ ମୋତେ ସାହାଯ୍ୟ ସହଯୋଗ କରିଥିଲେ ଏବଂ ସେଥିମଧ୍ୟରୁ ମୁଁ ମୋର ଭଡ଼ାଟିଆ ଜମିବାଡ଼ି ଏବଂ ମୋର ସୁନା ଗହଣା ବନ୍ଧା ପକେଇକି ଆଜ୍ଞା ମୁଁ ଆଗେଇ ଚାଲିଲି। କହିଲି ନାଇଁ ମୁଁ କରିବି ମାନେ କରିବି। ତେଣୁ ସେଥିମଧ୍ୟରୁ ବହୁତ ଗୁଡ଼ାଏ ଲୋକଙ୍କୁ ମୁଁ ସାହାଯ୍ୟ ମାଗିଛି, କିନ୍ତୁ ମୋତେ ସାହାଯ୍ୟ ସହଯୋଗର ହାତ କେହି ଆଜ୍ଞା ବଢ଼େଇ ନାହାନ୍ତି। ସେଥିମଧ୍ୟରୁ ଯାହା ବି ହଉ ସମସ୍ତଙ୍କର ଭଲ ପାଇବା ଆଶୀର୍ବାଦ। ମୁଁ ଆଜି ଖାଲି ଏତିକି ଓଡ଼ିଶାର ଅଗଣିତ ଦର୍ଶକ ଭାଇ ଭଉଣୀମାନଙ୍କୁ ନିବେଦନ କରିବି, ସମସ୍ତଙ୍କର ଭଲ ପାଇବା ମୋ ପ୍ରତି ରହୁ। ମୋ ଅନୁଷ୍ଠାନଟି ଆଗେଇ ଯାଉ, ଉତ୍ତରୋତ୍ତର ଉନ୍ନତି କରୁ ଏବଂ ନିହାତି ଭାବରେ ଯୋଉ ପଇସା ମୁଁ ଉପାର୍ଜନ କରିବି ଆଜ୍ଞା, ସେଇ ପଇସା ଯାହା ମୁଁ ଆଜ୍ଞା ବାକି କରସ କାମ କରିଛି ତାକୁ ସୁଝିବି। ତା ବାଦେ ସବୁ କଳାକାର ଟିମ୍ ଟେକ୍ନିସିଆନଙ୍କର ପେମେଣ୍ଟ କରିବି। ସଭା ଶେଷରେ ବର୍ଷ ଶେଷରେ ଯାହା ଲାଭ ମୋର ହେଇଥିବ ମୋ ଯାତ୍ରା ଅନୁଷ୍ଠାନ ଆଜି ରାଣୀପଣା ପଦ ଦଉଛି, ସେଥିରୁ ଯଦି ବର୍ଷ ଶେଷରେ 1 କୋଟି ଟଙ୍କା ବି ଇନକମ୍ ହବ, ରାଣୀପଣା ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ 60% ଓଡ଼ିଶା ଲୋକଙ୍କୁ ଡୋନେସନ ଦେଇଦେବ। ମୋ ପଇସା କାଙ୍ଗା ପଇସା ଫେରା ଲୋକ ନୁହେଁ ଆଜ୍ଞା। ରାଣୀପଣା ବହୁତ ଲୋକ ପାଇଁ ବହୁତ କିଛି କରିଛି, ତାପରେ ବି ନିନ୍ଦା ଅପବାଦ ଶୁଣିଛି। ତଥାପି ବି ମୋର ସେଥିପାଇଁ କେବେ ବି ଦୁଃଖ ପ୍ରକାଶ ମୁଁ କରୁନାହିଁ। ଓଡ଼ିଶାବାସୀ ହେଉଛନ୍ତି ମୋର ମା, ମୋର ଭାଇ, ମୋର ବନ୍ଧୁ, ମୋର ସାଙ୍ଗ, ମୋ ଜୀବନର ସବୁ କିଛି ବୋଲି ମୁଁ ମାନି ନେଇଛି। ତେଣୁ ଏଇ ଯୋଉମାନେ ଆଜି এই মঞ্চ পাখে উপস্থিত অଛନ୍ତି, মতে ফিল হচ্ছে যে 33 কোটি দেবাদেবী আছি আপনার হৃদয় বসছেন এবং আপনার টিকেট কাটি এই জায়গায়